ସପ୍ତଦଶ ଶତାବ୍ଦୀରେ ମହର୍ଷି କ୍ରତୁ ଦଣ୍ଡନୃତ୍ୟ ପରମ୍ପରା ସୃଷ୍ଟି କରିଥିବା ବେଳେ ସ୍କନ୍ଦ ପୁରାଣର ଉତ୍କଳ ଖଣ୍ଡରେ ବର୍ଣ୍ଣିତ ଅଛି। ସୁପ୍ତ ଧାର୍ମିକ ଏବଂ ଆଧ୍ୟାତ୍ମିକ ଚେତନାକୁ ଜାଗ୍ରତ କରିବା ସହ ମାନବ ସମାଜକୁ ଶୃଙ୍ଖଳିତ କରିବା ଦଣ୍ଡ ନୃତ୍ୟର ପ୍ରମୁଖ ଉଦ୍ଦେଶ୍ୟ। ପାରମ୍ପରିକ ଧାରାକୁ ଅବିଚ୍ଛିନ୍ନ ରଖି ନିରାକାରରେ ସପ୍ତମ ବାର୍ଷିକ 13 ଶମ୍ଭୁ ଦଣ୍ଡ ମେଳନ ମହାସମରରେ ଅନୁଷ୍ଠିତ ହୋଇଛି। ନିରାକାରପୁର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ଦେବଙ୍କ ଆହ୍ୱାନ କ୍ରମେ କ୍ଷେତ୍ରବାସୀ ଏକାଡେମୀ ଖେଳ ପଡ଼ିଆ ପରିସରରେ ଏକ ବିଶାଳ ଧାର୍ମିକ ଆୟୋଜନ କରାଯାଇଥିଲା। ଏହି ଶମ୍ଭୁ ଦଣ୍ଡ ମେଳନରେ ନୀଳକଣ୍ଠେଶ୍ୱର ଦେବ, ମାତା ଜଗଦମ୍ବା ସ୍ଥାନାଧିପତି ଭାବରେ ବିରାଜମାନ ରହିଥିବା ବେଳେ 13ଟି ମୌଜାର ଠାକୁରମାନେ ନିମନ୍ତ୍ରଣ ଯୋଗ ଦେଇଥିଲେ। ଏଥିରେ ଶ୍ରୀ ଚନ୍ଦନେଶ୍ୱର ଦେବ ଲେଣ୍ଡ, ବିଶ୍ୱନାଥ ଦେବ ହରିପୁର, ଶ୍ରୀକୃଷ୍ଣେଶ୍ୱର ଦେବ ଗୋଳବାଇ, ନୀଳକଣ୍ଠେଶ୍ୱର ଦେବ ରମାବିଲ, ଶ୍ରୀ କୁମୁଦେଶ୍ୱର ଦେବ ବାଦୁରାବର, ଶ୍ରୀ ଚନ୍ଦନେଶ୍ୱର ଦେବ ଆସିଲି, ଶ୍ରୀ ଗ୍ରାମେଶ୍ୱର ଦେବ ଅରାଞ୍ଚଳ, ଶ୍ରୀ କପିଳେଶ୍ୱର ଦେବ ବାଲିଗାଁ, ଶ୍ରୀ ଈଶାନେଶ୍ୱର ଦେବ ରସୁଣା, ଶ୍ରୀ କପିଳେଶ୍ୱର ଦେବ ପାଣ୍ଡବପଟନା, ଶ୍ରୀ ନାଟେଶ୍ୱର ଦେବ ହଜ ଏବଂ ଶ୍ରୀ କପିଳେଶ୍ୱର ଦେବ ଷୋଡ଼ଶପୁର ସହିତ ଅନ୍ୟାନ୍ୟ ଠାକୁରମାନେ ଏକତ୍ରିତ ହୋଇଥିଲେ। ଭକ୍ତ ଶ୍ରଦ୍ଧାଳୁମାନେ ତ୍ରୟୋଦଶ ଶମ୍ଭୁଙ୍କ ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରିଥିଲେ। ସମଗ୍ର ପରିବେଶ ଭକ୍ତିମୟ ପରିବେଶରେ ମୁଗ୍ଧ ହୋଇଯାଇଥିଲା। ହରିବୋଲ, ହୁଳହୁଳି ଧ୍ୱନି ସହ ନାମ ସଂକୀର୍ତ୍ତନ ଏବଂ ଭଜନ କୀର୍ତ୍ତନରେ ପରିବେଶ ମାନସିକ ଭାବରେ ଉତ୍ସାହିତ ହୋଇଯାଇଥିଲା। ହଜାର ହଜାର ଭକ୍ତ ଏହି ମହୋତ୍ସବରେ ଯୋଗଦେଇ ଧାର୍ମିକ ଏକତା ଏବଂ ଆଧ୍ୟାତ୍ମିକର ଅନୁଭୂତି କରିଥିଲେ। ନିରାକାରପୁର ବାଲୁଙ୍କେଶ୍ୱର, ଓଡ଼ିଶା ମୋବାଇଲ ଟିଭି।